ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆମେ ଆଶା କରୁ ଈଶ୍ୱରଙ୍କ ଛାୟା ତଳେ ଆପଣମାନେ ସମସ୍ତେ କୁଶଳରେ ଅଛନ୍ତି। ଆପଣଙ୍କ ବ୍ୟସ୍ତତା ଜୀବନ ମଧ୍ୟରୁ କିଛି ଅଳ୍ପ ସମୟ ଆମ ସଙ୍ଗେ ବିତାନ୍ତୁ। ଆମେ ଆପଣଙ୍କ ପାଇଁ ଏମିତି ହିଁ ଅନେକ ପ୍ରକାରର ଗୀତ, କବିତା, ଗଳ୍ପ, ଉତ୍ସାହପୂର୍ଣ୍ଣ ବାକ୍ୟ ଓ ଆତ୍ମିକ ଚିନ୍ତା ନେଇ ଆସିବୁ। ଜୀବନରେ ଆତ୍ମିକ ଭାବରେ ବଢ଼ିବା ପାଇଁ ଓ ଈଶ୍ୱରଙ୍କ ପ୍ରେମର ଗଭୀରତାକୁ ଜାଣିବା ପାଇଁ ଆପଣଙ୍କୁ କିଛି ମାତ୍ରାରେ ସାହାଯ୍ୟ ମଧ୍ୟ କରିବୁ। ତେବେ ଲାଗି ରୁହନ୍ତୁ ମାତ୍ର ଅଳ୍ପ କିଛି ମିନିଟ୍ ଆମ ସହିତ। ସୁଖ ଦୁଃଖର ଏହି ଜୀବନରେ ଏପରି ଅନେକ ପରିସ୍ଥିତି ଆସେ ଯାହା ଆମକୁ ଭାଙ୍ଗି ଦିଏ। ଆମମାନଙ୍କ ହୃଦୟକୁ, ମନକୁ, ଭାବନାକୁ, ଇଚ୍ଛାକୁ ଏବଂ ଆଶା ଓ ସ୍ୱପ୍ନକୁ ମଧ୍ୟ ଭାଙ୍ଗି ଦିଏ। ଆଉ ସେହି ଭଙ୍ଗାଖଣ୍ଡ ଗୁଡ଼ିକ ଆମକୁ ଅନେକ ପ୍ରକାରର ଯନ୍ତ୍ରଣା ଓ ଆଘାତ ଦିଏ। ମାସ ମାସ ଓ ବର୍ଷ ପରେ ବର୍ଷ ମଧ୍ୟ ସେହି ଆଘାତକୁ ଯେମିତି ଭୁଲି ହୁଏ ନାହିଁ। ତେବେ କ'ଣ ସେହି ଆଘାତକୁ ନେଇ ବଞ୍ଚିବା ଯଥାର୍ଥ ଅଟେ କି? ନା ଆଘାତ ପାଇଥିବା ବ୍ୟକ୍ତିମାନେ ଅନ୍ୟମାନଙ୍କୁ ଆଘାତ ଦେବା ଯଥାର୍ଥ ଅଟେ? ପ୍ରିୟମାନେ, ପବିତ୍ର ଶାସ୍ତ୍ର ବାଇବଲ ଆମମାନଙ୍କୁ ଏପରି ଶିକ୍ଷା ଦିଏ କି ଆଘାତ ପାଇସାରି ପ୍ରତିଶୋଧ ନିଅ ନାହିଁ, ଅବା ଆଘାତ ଦେଇଥିବା ବ୍ୟକ୍ତି ପାଇଁ ମନ୍ଦ ଚେଷ୍ଟା କର ନାହିଁ, କିନ୍ତୁ ନିଜ ନିଜର ଆଘାତ ଓ କ୍ଷତକୁ ନେଇ ପ୍ରଭୁଙ୍କ ପାଖକୁ ଆସ। ସେ ତୁମ୍ଭମାନଙ୍କର ଆଘାତକୁ ପୂର୍ଣ୍ଣ କରିବେ ଓ କ୍ଷତ ସବୁ ବାନ୍ଧିଦେବେ। ହଁ ପ୍ରିୟମାନେ, ଆମମାନଙ୍କ କେଉଁ ପ୍ରକାର ଆଘାତ ପାଇଁ କିପରି ତୈଳ ଓ ଦ୍ରାକ୍ଷା ଆବଶ୍ୟକ ତାହା କେବଳ ପ୍ରଭୁ ହିଁ ଜାଣନ୍ତି। ସେ ଉତ୍ତମ ଭାବରେ ଆମ କ୍ଷତ ସବୁ ପୂରା କରନ୍ତି ଏବଂ କ୍ଷତି ସବୁର ମରାମତି କରନ୍ତି। ଜୀବନର ଅନେକ କ୍ଷେତ୍ରରେ ଆମେ ଅନେକ ବିଷୟକୁ ସଜାଡୁ ସଜାଡୁ ନିଜ ଦ୍ୱାରା ହେଉ ଅବା ଅନ୍ୟମାନଙ୍କ ଦ୍ୱାରା ହେଉ ବିଭିନ୍ନ ପ୍ରକାରର କ୍ଷତି ସହ୍ୟ କରିଥାଉ। ସେହି କ୍ଷତି ସବୁ ପରବର୍ତ୍ତୀ ସମୟରେ ଆମକୁ ଭାଙ୍ଗିବାକୁ ଚେଷ୍ଟା କରେ। ଶାରୀରିକ ଭାବରେ ସ୍ୱାସ୍ଥ୍ୟବାନ ରହିବାକୁ ଚେଷ୍ଟା କରିବା ସତ୍ତ୍ୱେ ଅନେକ ଥର ଅସୁସ୍ଥତା ଆମ ଶରୀରକୁ ଭାଙ୍ଗି ପକାଏ। କିଛି ବିଷୟକୁ ହାସଲ କରିବାର ଇଚ୍ଛା ଏବଂ ଜୀବନରେ ଉନ୍ନତି ପାଇବାର ଆଶା ଥିବା ସତ୍ତ୍ୱେ ଅନେକ କାରଣ ଆମ ସ୍ୱପ୍ନକୁ ଭାଙ୍ଗିଦିଏ। ଜୀବନର ଅନେକ ଭାବନା ପୂରା ହୋଇ ନ ପାରି କେବଳ ଭାବନାରେ ହିଁ ରହିଯାଏ ଏବଂ ଆମ ମନକୁ ଭାଙ୍ଗି ପକାଏ। ଆଉ ହୃଦୟର ଅତି ନିକଟରେ ଥିବା ତଥା ଦୂରରେ ମଧ୍ୟ ଥିବା ବ୍ୟକ୍ତିମାନଙ୍କର ବ୍ୟବହାର ଓ ମୁଖର କଥା ଅନେକ ଥର ଆମ ହୃଦୟକୁ ଆଘାତ କରିଥାଏ। ଆମମାନଙ୍କର ଚରିତ୍ର, ପରିଚୟ, ସ୍ୱାଭିମାନ ତଥା ଆମମାନଙ୍କର ମାନ ସମ୍ମାନକୁ ମଧ୍ୟ ଭାଙ୍ଗି ଖଣ୍ଡ ଖଣ୍ଡ କରିଦେଇଥାଏ। ଅନେକ ଥର ଭଙ୍ଗା ଖଣ୍ଡ ଗୁଡ଼ିକ ଅତୀତ ସାଜି ଯନ୍ତ୍ରଣା ଦିଏ ତ ଅନେକ ଥର ଭୟାନକ ବର୍ତ୍ତମାନ ସାଜି ସମ୍ମୁଖରେ ଠିଆ ହୋଇଯାଏ ଆଉ ଭବିଷ୍ୟତକୁ ଚାପି ପକାଇବାକୁ ଚେଷ୍ଟା କରେ। ସେତିକି ବେଳେ ହିଁ ଆମେ ଭାଙ୍ଗି ଯାଇଥିବା ବିଷୟ ସବୁର ମରାମତି କରିନେବା ଉଚିତ। ତେବେ ଯାଇ ଉତ୍ତମ ଗଠନକୁ ଆମେ ଦେଖିପାରିବା। ପ୍ରିୟମାନେ, ଯୋହନ ଲିଖିତ ସୁସମାଚାରର 6 ପର୍ବର ଆରମ୍ଭ ପଦଠାରୁ 15 ପଦ ମଧ୍ୟରେ ବର୍ଣ୍ଣିତ ଯୀଶୁଙ୍କର ଆଶ୍ଚର୍ଯ୍ୟ କର୍ମକୁ ଅନେକ ଥର ଅନେକ ପ୍ରକାରରେ ଆମେ ଶ୍ରବଣ କରି ଶିକ୍ଷା ଲାଭ କରିଛୁ। 5ଟି ରୋଟି ଓ 2ଟି ମାଛକୁ 5000ଙ୍କ ମଧ୍ୟରେ ବାଣ୍ଟି ଦେଇଥିବା ଯୀଶୁ କିପରି ଆମର ଅଭାବ ମୋଚନ କରିପାରନ୍ତି ତାହା ଜାଣିପାରିଛୁ। କିନ୍ତୁ ପରିତୃପ୍ତ ହୋଇସାରିବା ପରେ ସେହି ଭଙ୍ଗାଖଣ୍ଡ ଗୁଡ଼ିକୁ ମଧ୍ୟ ଯତ୍ନ ନେଇଥିବା ପୁନଃ ନିର୍ମାଣକାରୀଙ୍କୁ କ'ଣ ଆମେ ଚିହ୍ନି ପାରିଛୁ? ହଁ ପ୍ରିୟମାନେ, ଆମ୍ଭମାନଙ୍କର ଯୀଶୁଖ୍ରୀଷ୍ଟ ପୁନଃନିର୍ମାଣକାରୀ ଅଟନ୍ତି। ସେ କେବଳ ନିର୍ମାଣ କରନ୍ତି ତାହା ନୁହେଁ, କିନ୍ତୁ ବିଗିଡ଼ି ଯାଇଥିବା ଓ ଭାଙ୍ଗି ଯାଇଥିବା ବିଷୟ ସବୁକୁ ସେ ପୁନର୍ନିର୍ମାଣ ମଧ୍ୟ କରନ୍ତି। ଯେତିକି ମାତ୍ରାରେ ବିଗିଡ଼ି ଯାଇଥାଉ ନା କାହିଁକି ଅବା ଯେତିକି ଖଣ୍ଡରେ ଭାଙ୍ଗି ଚୂର୍ଣ୍ଣ ମଧ୍ୟ ହେଉନା କାହିଁକି, ସେ ପ୍ରତିଟି ବିଷୟକୁ ପୁନର୍ବାର ନୂତନ କରି ଗଢ଼ି ଦେବାକୁ ସକ୍ଷମ ଅଟନ୍ତି। ଆମେମାନେ ବିରୋଧ ନ କରୁ ଅବା ପ୍ରତିଶୋଧର ଭାବନା ରଖି ପ୍ରତିରୋଧ ମଧ୍ୟ ନ କରୁ। ପରିତୃପ୍ତ ହେବା ପର୍ଯ୍ୟନ୍ତ ନୀରବ ରହୁ। ଅନ୍ୟମାନେ ଆମ ମାନ ସମ୍ମାନ, ପରିଚୟ ଏବଂ ଚରିତ୍ରକୁ ଭାଙ୍ଗି ଖଣ୍ଡ ଖଣ୍ଡ କରି ପରିତୃପ୍ତ ହେବା ପର୍ଯ୍ୟନ୍ତ ଆମେ ନୀରବ ରହୁ। ପରିତୃପ୍ତ ହୋଇ ସାରିବା ପରେ ବଳି ଯାଇଥିବା ଭଙ୍ଗା ସ୍ୱପ୍ନକୁ, ଚରିତ୍ରକୁ, ଭାଙ୍ଗି ଯାଇଥିବା ଶରୀରକୁ ଆଉ ସମ୍ମାନକୁ ଏକାଠି କରି ଯୀଶୁଙ୍କ ପାଖକୁ ନେଇ ଆସୁ। କିଛି ମଧ୍ୟ ନଷ୍ଟ ନ କରୁ, ଅର୍ଥାତ୍
आमे भांगी जाइछु अबा आमको भांगी दिया जाइछि बोली अन्य मानक पाखरे गुहारी होई समय नष्ट न करू। सीधा सड़क भंगा खंड गुड़ी को जीशुंक पाखकु नहीं आसो। किए किपरि आमको कौन कष्ट देई अछंती ताहा केवल ताहंको ही कहि दो। सेही पुनर्निर्माणकारी किपरि आउ केउ स्थान रे आमको जोड़ी देबे ताहा से उत्तम भावरे जानती। आउ केवल जोड़ी देबा परे आमर हे लाभ होबो ताहा नुहे, किंतु सेही बळी थिबा भंगा खंड गुड़िक अनेक टोकाई पूर्ण करिबो। सेही भंगा खंड जहाँ भांगी गला परी बाहर को देखा जाउची सत, किंतु जीशुंका आज्ञा अनुसार एवं तांको पाखरे रही अन्य टोकाई सबु भर्ती करबाकु लागिबो। अर्थात आम जीवनर परीक्षा और क्लेश समय साक्ष्य आम मानक पाए साहाय्य और उपकारी हेबो तथा अन्य मानक पाए मध्य साहाय्य एवं आवश्यक देबो। जदि आमे वास्तव में जीशुंक आज्ञानुसार भांगिबा बेले प्रतिरोध न करी परितृप्त हेबा पर्यंत बा शेष पर्यंत परीक्षा सह्य करिछु एवं किछि मध्य भंगा खंड नष्ट करिनाहु, अर्थात आमे परीक्षा सह्य करिछु बोली अनुचित व्यवहार बा मुखरे निंदा करिनाहु, किंतु समस्त सह्य करी नीरव रही सब समय केवल जीशुंको ही अनुसरण करी तांको निजर साथी करिछु, तेबे से आम परीक्षा को साक्ष्य दिने निश्चय बदलाई देबे एवं आमे अन्य मानक परीक्षा समय से मानक निश्चय साहाय्य करि परिबा। शिष्य माने जेपरि भंगा खंड गुड़िकरू 12 टोकाई पूर्ण कले आमे मध्य ठीक से परी 12 टोकाई पूर्ण करिबा। 12 संख्यार अर्थ पूर्णता बा सिद्धता बा कंप्लीट। परीक्षा सह्य करिथिबा व्यक्ति सिद्धतार सह बा पूर्णतार सह अन्य मानकर सेवा करि पारंती। सेतेबेले लोकमाने प्रभुଙ୍କର कृत आश्चर्य कर्म को देखि यीशु ख्रीष्ट जे सत्य यह कहबाकु लागिबे। 5टी रोटी और 2टी माछ को बांटिबा समय रे नुहे अबा खाइबा समय रे नुहे, किंतु भंगा खंड गुड़ी को नहीं टोकाई पूर्ण करिबा परे लोके आश्चर्य होई यीशुंकर गौरव करिबाकु लागिले। कारण सेही 12 पूर्ण टोकाई 12 जन शिष्यंक पाखरे रही अन्य माननको किछि समय पूर्वरु घटिथिबा समस्त विषय को बारंबार मने पकाई देउथिला। ठीक से परी शरीर रे दुख भोग करी सिद्धतार सेवा कार्य अन्य माननको किछि मास बा वर्ष पूर्वर जीवन को मने पकाई देबो एवं से माने सेही पूर्वर भांगिथिबा खंड ओ आजिर पूर्ण टोकाई को देखि ईश्वरंकर गौरव करबाकु लागिबे एवं आम्ह मानक कार्य द्वारा यीशु ख्रीष्ट जे सत्य एहा से माने जानि पारिबे। तेबे आसंतु एही नूतन वर्षर आरंभ रे आमे माने भांगी जाइथिबा विषय को ओ भांगी देइथिबा व्यक्ति मानक ठारो निजर नजर हटाऊ एवं बळी जाइथिबा भंगा खंड गुडी को एकाठी करी यीशुंक पाखकु नै जाऊ। चूर्ण मना और भग्न अंतकरण को अग्राह्य न करी सेमानक निकटवर्ती होई रहिबा प्रभु निश्चय आमको पुनर्निर्माण करिबे। एक अदरकारी पात्र भावरे नुहे, किंतु एक दरकारी और अति आवश्यक पात्र भावरे निर्माण करी आमको व्यवहार मध्य करिबे। तेबे आपण कोन प्रस्तुत अटंती कि निजर बळी पड़िथिबा भंगा खंड गुडी को यीशुंक पाखकु नै आसीबाकु? आसंतो आमे निजर प्रतिटी विषय को यीशुंक हस्तरे समर्पण करू एवं तांकर साहाय्यर अपेक्षा करू। प्रभु हम मानक प्रत्येक को आशीर्वाद करंतु। धन्यवाद।